ତମେ ମୋତେ ଠକି ଦେଇ ଚାଲିଗଲ। ଅନେକ ସ୍ୱପ୍ନ ଦେଖାଇଥିଲ, ସବୁ ସ୍ୱପ୍ନକୁ ଭାଙ୍ଗି ଦେଇ ତୁମେ ଶାନ୍ତିରେ ଶୋଇଗଲ। ଥରୁଟିଏ ତୁମ ସ୍ତ୍ରୀ କଥା ତୁମେ ଟିକେ ଭାବିଲ ନାହିଁ। ଯାହାକୁ ନ ଦେଖିଲେ ମୁଁ ବାୟାଣୀ ଭଳି ହୁଏ, ଏବେ ତାଙ୍କ ବିନା ମୁଁ କେମିତି ସାରା ଜୀବନ କାଟିବି? ତମେ କେତେ କଥା ଦେଇଥିଲ, କେତେ ପ୍ରମିଜ କରିଥିଲ। କହିଥିଲ ଆଉ 3 ମାସ ପରେ ଆମେ ବେବି ପ୍ଲାନିଂ କରିବା, ତୁମେ ମୋ କୋଳରେ ସନ୍ତାନଟିଏ ଦେବ। ଏ ରାହୁଲ, ଯଦି ତୁମର ଚାଲିଯିବାର ଥିଲା ତାହେଲେ କାହିଁକି ମୋତେ ଏତେ ସ୍ୱପ୍ନ ଦେଖାଉଥିଲ? କାହିଁକି ମୋତେ ଏତେ କଥା ଦେଇଥିଲ? ସତରେ ରାହୁଲ, ତମେ ସତରେ ବହୁତ ବଡ଼ ଠକଟିଏ। ନିଜେ ସିନା ଶାନ୍ତିରେ ଶୋଇଯାଇଛ, ହେଲେ ଥରୁଟିଏ ଭାବିଲନି ତୁମ ବିନା ମୁଁ କେମିତି ରହିବି? ଦର୍ଶକ ବନ୍ଧୁ, 3 ମାସରେ ସ୍ୱାମୀକୁ ହରାଇଥିବା ସ୍ତ୍ରୀଟିଏ ଏବେ ବାୟାଣୀ ହୋଇ ମୁଣ୍ଡ ପିଟି ପିଟି କାନ୍ଦୁଛି। କାନ୍ଦି କାନ୍ଦି କହୁଛନ୍ତି, ରାହୁଲ ମୋତେ ଠକି ଦେଇ ଚାଲିଗଲେ। ଅନେକ ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ନିଜେ ଶାନ୍ତିରେ ଶୋଇପଡ଼ିଲେ। ମୁଁ କାନ୍ଦୁଛି, ମୋ ମଥାରୁ ସିନ୍ଦୁର ମାତ୍ର 3 ମାସରେ ଲିଭି ଯାଇଛି। ମୋ ହାତରୁ ଶଙ୍ଖା ମାତ୍ର 3 ମାସରେ ଭାଙ୍ଗି ଦିଆଯାଇଛି। ଆଉ କାନ୍ଦି କାନ୍ଦି କହୁଛନ୍ତି, ହାୟରେ ବିଧାତା, ଯଦି 3 ମାସ ପାଇଁ ତୁମ ମଥାରେ ସିନ୍ଦୁର ଦେଇଥିଲୁ, ତାହେଲେ କାହିଁକି ମୋ ସହିତ ଛଳନା କରୁଥିଲୁ? ଦର୍ଶକ ବନ୍ଧୁ, ସ୍ୱାମୀଙ୍କୁ ହରାଇଥିବା ସ୍ତ୍ରୀ ଏବେ ବାୟାଣୀ ଭଳି ହୋଇ କଇଁ ହୋଇ କାନ୍ଦୁଛନ୍ତି। କେମିତି ବା ସ୍ୱାମୀକୁ ହରାଇଥିବା ସ୍ତ୍ରୀଟିଏ ଧୈର୍ଯ୍ୟ ଧରିବ? ଯେଉଁ ସିନ୍ଦୁର ସିଏ 3 ମାସ ପୂର୍ବରୁ ତାଙ୍କ ମଥାରେ ପିନ୍ଧିଥିଲେ, ସେହି ସିନ୍ଦୁର ଲିଭିବା ପରେ କେଉଁ ସ୍ତ୍ରୀ ବା ଧୈର୍ଯ୍ୟ ଧରିପାରିବ? ଆଉ ଏହି ଦୃଶ୍ୟ ଆପଣଙ୍କୁ କନ୍ଦାଇ ଦେବ।